ମା ତୁ ଭାରି ସ୍ୱାର୍ଥପର। ମୋ ଜୀବନ ଚାଲି ଯାଇଥିଲେ ତୁ ବଞ୍ଚି ପାରିନଥାନ୍ତୁ। ସେଥିଲାଗି ଆଜି ମୋତେ କଷ୍ଟ ଦେଇ ଚାଲିଗଲୁ ନା। ତୋ ବିନା ମୁଁ କେମିତି ବଞ୍ଚିବିଲୋ। ଏତେ ବଡ଼ ଦୁନିଆରେ ମୋତେ ତୋ ଭଳି କିଏ ଆଉ ସ୍ନେହ ମମତା ଦବ କହିଲୁ। ତୁ ଫେରିଆଲୋ ମା। କଥାରେ ଅଛି ମା ଯାହାର ସାହା ତାକୁ ଆଉ କେହି ଦରକାର ନାହାନ୍ତି। ପିଲାର ଭରସା, ସାହସ ଆଉ ଧୈର୍ଯ୍ୟ ସବୁକିଛି ମା। ମା ଥିଲେ ସବୁ ଅଛି। ଅନ୍ଧାରରୁ ଆଣି ଦୁନିଆରେ ଆଲୋକ ଯିଏ ଦେଖାଏ ସେ ହିଁ ମା। ଆଜି ପୁଣି ମା ଦେଇଛି ବିଶାଳ ହୃଦୟର ପରିଚୟ। ନିଜ ସନ୍ତାନକୁ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇ ଦେଇଛି ଜଣେ ମା। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ ବଡ଼ବେତ୍ରା ପଞ୍ଚାୟତ ପ୍ରଧାନ ପଟିକିରା ଗ୍ରାମରେ। ପୋଖରୀରେ ମା ଆଗରେ ବୁଡ଼ି ଯାଉଥିବା ନାବାଳକ ପୁଅକୁ ମା ସିନା ବଞ୍ଚାଇ ଦେଲା, କିନ୍ତୁ ନିଜକୁ ବଞ୍ଚାଇ ପାରିଲାନି। ଗୋଡ଼ ଖସି ଯାଇ ନାବାଳକ ପୁଅ ଆଗରେ ପାଣିରେ ବୁଡ଼ିଗଲା ମା। ଖବର ମୁତାବକ ମା ଅବନିତା ଓ ନାବାଳକ ପୁଅ ଗାଁ ପାଖ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ହଠାତ୍ ଗଭୀର ଜଳକୁ ଖସିଯାଇ ପୁଅ ବୁଡ଼ି ଯାଉଥିବାର ଦେଖିଥିଲା ମା। ସଙ୍ଗେ ସଙ୍ଗେ ଡେରି ନ କରି ପୁଅକୁ ଟାଣି ଆଣି ଉଦ୍ଧାର କଲା। କିନ୍ତୁ ଦୈବ ଅଲଗା କିଛି ଲେଖିଥିଲା। ମା ସିନା ପୁଅକୁ ବଞ୍ଚାଇ ଦେଲା, କିନ୍ତୁ ମାକୁ ବଞ୍ଚାଇବାକୁ କେହି ନଥିଲେ। ସବୁଦିନ ପାଇଁ ପୁଅକୁ ଏକା କରି ଚାଲିଗଲା। ମା ଛେଉଣ୍ଡ ହୋଇଗଲା ପୁଅ। ହଁ ଆଜ୍ଞା, ପୁଅକୁ ଉଦ୍ଧାର କରିବା ସମୟରେ ନିଜର ଗୋଡ଼ ଗଭୀର ପାଣିକୁ ଖସି ଯାଇଥିଲା। ଆଉ ଦେଖୁ ଦେଖୁ ପୁଅ ଆଗରେ ହିଁ ବୁଡ଼ି ଯାଇଥିଲା ମା। କୂଳରେ ଥିବା ନାବାଳକ ପୁଅ ଗ୍ରାମବାସୀଙ୍କୁ ଡାକ ପକାଇଥିଲା। ଗ୍ରାମର ଯୁବକମାନେ ପୋଖରୀରେ ବହୁ ଖୋଜାଖୋଜି କରି ଅବନିତାଙ୍କୁ ଉଦ୍ଧାର କରିଥିଲେ। ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ନିଶ୍ଚିନ୍ତ କୋଇଲି ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରଧାନ ପଟିକିରା ଗାଁର 46 ବର୍ଷିଆ ଅବନିତା ଲେଙ୍କାଙ୍କ ମୃତ୍ୟୁ ଖବର ପରିବାରକୁ ଭାଙ୍ଗି ଦେଇଛି। ଗାଁରେ ଖେଳି ଯାଇଛି ଶୋକାକୁଳ ପରିବେଶ। ଏନେଇ ନିଶ୍ଚିନ୍ତ କୋଇଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ମହିଳା ଯାଇଥିଲେ ମା ପୁଅ ଗଡ଼ିଆକୁ ଗାଧେଇ। ପୁଅ ବୁଡ଼ି ଯାଉଥିଲେ। ମା ତାଙ୍କୁ ଉଦ୍ଧାର କରିବାକୁ ଯାଇ ମା ବୁଡ଼ିକିରି ମରିଗଲେ। ଘଟଣା 8ଟା ଖଣ୍ଡେ ହେବ ଆଉ ସକାଳ। ମେଡ଼ିକାଲ ଆଣିଥିଲୁ, ଡକ୍ଟର କହିଲେ ଯେ ଡେଟ୍ ଆଉ। ପୁଅର ଅବସ୍ଥା ଭଲ ଅଛି। ଆମ ଘର ପାଖ ଜଣେ ପଡ଼ୋଶୀ ଲୋକ ମା ଭଳିଆ ହେବେ। ଆଉ ତାଙ୍କ ପୁଅ ସିଏ ସବୁଦିନ ଗଡ଼ିଆକୁ ଗାଧେଇକି ଯାଆନ୍ତି। ଆଉ ତାଙ୍କ ପୁଅ ଗାଧେଇ ଟିକେ ଆଗକୁ ପଳେଇଥିଲେ ଖାଲକୁ। ଆଉ ତାଙ୍କ ମା ତାଙ୍କୁ ଉଦ୍ଧାର କରିବାକୁ ଯାଇ ମା ଖାଲକୁ ପଳେଇଲେ, ବୁଡ଼ିଗଲେ। ଆଉ ତାଙ୍କ ପୁଅ ଯିଏ ଉଦ୍ଧାର ହେଲେ ସିଏ ଆସି ଡାକିଲେ, ସବୁ ଡାକ ପକେଇଲେ। ସେଠୁ ଆମେ ଯାଇ ତାକୁ ଉଦ୍ଧାର କରିବାକୁ ଗଲୁ। ଉଦ୍ଧାର କରିବାକୁ ପାଇଲୁନି, ସେ ବୁଡ଼ି ଯାଇଥିଲେ, ତଳକୁ ପଳେଇଥିଲେ। ସେଠୁ ଯାଇକି ଖୋଜିଲୁ ଗଡ଼ିଆରେ ବୁଡ଼ିକି, ସବୁ ଲୋକ ପିଲା ଯାଇ ଖୋଜିକି ସେଠୁ ଉଦ୍ଧାର କରିକି ଆଇଲୁ। ଉଦ୍ଧାର କରିକି ସେଠୁ ଆମ ପାଖ ଏଇ ନିଶ୍ଚିନ୍ତ କୋଇଲି ମେଡ଼ିକାଲକୁ ଆଇଲୁ। ସେଠୁ ଡକ୍ଟର କହିଲେ ଆଉ ନାହାନ୍ତି, ସେ ଡେଥ୍ କରି ଯାଇଛନ୍ତି। କଥାରେ ଅଛି ମା ନାହିଁ ଯାହାର, ସାହା ନାହିଁ ତାହାର। ମା କୋଳ ସବୁଠାରୁ ନିରାପଦ। ହେଲେ କୁନି ପିଲାଟି ଆଜି ସେହି କୋଳରୁ ବଞ୍ଚିତ ହୋଇଛି। ବୁଝିପାରୁନି ମା କାହିଁକି ଶୋଇଗଲା ଏମିତି, ଆଉ ଉଠୁନି ଜମାରୁ। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇରୁ ସରୋଜ ପରିଡ଼ାଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।